ନାହିଁ ନାହିଁ କରୁଥିଲେ ମୋଦି ନିଜ ଆଡୁ ଇସ୍ତଫା ଦେଇଦେଲେ ଧର୍ମେନ୍ଦ୍ର। ପ୍ରଥମ ଦିନରୁ ହିଁ ଇସ୍ତଫା ଦେବାକୁ ଚାହୁଁଥିଲେ ଧର୍ମେନ୍ଦ୍ର ପ୍ରଧାନ। କୈଳାସ ବିଜୟବର୍ଗୀ କହିଲେ ବିଜେପି ଦଳର ଭିତିରି କାହାଣୀ। ନିଜ ଆଡୁ ଇସ୍ତଫା ଦେଇ ସମସ୍ତଙ୍କ ମନ କିଣିନେଲେ ଧର୍ମେନ୍ଦ୍ର। ଦର୍ଶକ ବନ୍ଧୁ, ଓଡ଼ିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ଏବେ ସାରା ଦେଶର ରାଜନୈତିକ ମାହୋଲ ସରଗରମ ରହିଛି। କିନ୍ତୁ ଏହାରି ଭିତରେ ଏମିତି ଏକ ଖବର ଆସିଛି ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ମାନ ସମ୍ମାନକୁ ଆହୁରି ବଢ଼ାଇ ଦେଇଛି। ନାହିଁ ନାହିଁ କରୁଥିଲେ ମୋଦି, କିନ୍ତୁ ନିଜ ଆଡୁ ଯାଚି କରି ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଆଉ ଏ କଥା ସାମ୍ନାକୁ ଆସିବା ପରେ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି। ତେବେ ଏହାରି ଭିତରେ ମଧ୍ୟପ୍ରଦେଶ ମନ୍ତ୍ରୀ କୈଳାସ ବିଜୟବର୍ଗୀ ଦାବି କରିଛନ୍ତି ଯେ କକରୋଜ ଜନତା ପାର୍ଟି ପକ୍ଷରୁ ନୂଆଦିଲ୍ଲୀର ଯନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ଆରମ୍ଭ ହେବାର ପ୍ରଥମ ଦିନରୁ ହିଁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ଥିଲେ। କିନ୍ତୁ ବିଜେପିର ଶୀର୍ଷ ନେତୃତ୍ୱ ତାଙ୍କୁ ରୋକି ଦେଇଥିଲେ, କାରଣ ଦଳ ସମସ୍ତଙ୍କ ସହ ଆଲୋଚନା କରି ସାମୂହିକ ଭାବରେ ଏହି ନିଷ୍ପତ୍ତି ନେବାକୁ ଚାହୁଁଥିଲେ। ସାମ୍ବାଦିକଙ୍କ ସହ କଥା ହୋଇ କୈଳାସ ବିଜୟବର୍ଗୀ କହିଛନ୍ତି ଯେ ବିଜେପିର ଜାତୀୟ ସଭାପତି ନୀତିନ ନବୀନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବା ପାଇଁ ମନା କରିଦେଇଥିଲେ। ଦଳ ପକ୍ଷରୁ ସାମୂହିକ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଏ ବିଷୟରେ କାହା ସହ ଆଲୋଚନା ନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ତେବେ ଛାତ୍ର ଆନ୍ଦୋଳନ ଆରମ୍ଭ ହେବାର ପ୍ରଥମ ଦିନରେ ହିଁ କେନ୍ଦ୍ର ସରକାରକୁ ବଞ୍ଚାଇବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସଭାପତିଙ୍କୁ କହିଥିଲେ ଯେ ଯଦି ଆବଶ୍ୟକ ହୁଏ ତେବେ ସେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ପରିସ୍ଥିତି ବଦଳିବା ପରେ ଏବଂ ଦଳ ନିଷ୍ପତ୍ତି ନେବା ପରେ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ନିଜ ପଦ ଛାଡ଼ିଥିଲେ ବୋଲି ସେ ଦାବି କରି କହିଛନ୍ତି, ଯାହାକୁ ନେଇ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି। ତେବେ ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସିଜେପି ନେତୃତ୍ୱରେ ଚାଲିଥିବା କିଛି ଦିନର ଆନ୍ଦୋଳନ ପରେ ଶନିବାର ଦିନ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ କକରୋଜ ଜନତା ପାର୍ଟି ନିଜ ଆନ୍ଦୋଳନ ଫେରାଇ ନେବାକୁ ଘୋଷଣା କରିଛି। ତେବେ ପରେ ସଂଗଠନ କହିଥିଲା ଯେ ସରକାର ତାଙ୍କର ସମସ୍ତ ଦାବି ମାନି ନେଇଛନ୍ତି। ଏଥିରେ ଦିଲ୍ଲୀ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଆନ୍ଦୋଳନକାରୀଙ୍କ ବିରୋଧରେ ହୋଇଥିବା ଏଫଆଇଆର ପ୍ରତ୍ୟାହାର ଦାବି ମଧ୍ୟ କରାଯାଇଥିଲା। ତେବେ କୈଳାସ ବିଜୟବର୍ଗୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରି କହିଛନ୍ତି ସେ ତାଙ୍କ ଇସ୍ତଫା ଭାରତରେ ପଡ଼ୋଶୀ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଅଶାନ୍ତି ସୃଷ୍ଟି କରିବାକୁ ବିଦେଶୀ ଶକ୍ତିଙ୍କ ଯୋଜନାକୁ ବିଫଳ କରିଛି। ତେଣୁ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା ପାଇବା ପାଇଁ ଯୋଗ୍ୟ ଅଟନ୍ତି। ତେବେ ଆଗକୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା କେଉଁ ଦାୟିତ୍ୱ ଦେବେ ତାହାରି ଉପରେ ସମସ୍ତଙ୍କର ନଜର ରହିଛି।